ଆଜି ସକାଳୁ ଉଠିଲା ପରେ ମୁଁ ଘରେ କିସ କାମ କରିନି କହୁଛି ଶୁଣ। ମୁଁ ଏତେ ସକାଳୁ ଉଠିକି ଦେଖିନି ମୋ ବୋଉ ରୋଷେଇବାସ କାମରେ ନାଗି ଯାଇଥିଲେ। ମତେ କହିଲେ ଯେ ଗୋଟେ ଫ୍ରିଜରୁ ବିଲାତି ଖୋଲିକି ଦେବା ପାଇଁ। ମୁଁ ଚଟାପଟ ଚାଲି ଯାଇକି ଗୋଟେ ଫ୍ରିଜରୁ ବିଲାତି ଖୋଲିକି ଆଣିକି ତାଙ୍କୁ ଦେଇଦେନି। ତାପରେ ସିଏ ମତେ କହିଲେ ଯେ ଘର ବାଡ଼ି ପଛପଟର ଯୋଉ ଜାଗାଟା ଅଛି ସେଇଟା ଟିକେ ସଫା କରିଦେଇକି ସାମ୍ନାର ଯୋଉ ଫୁଲ ବାଡ଼ିଟା ଅଛି ସେଟା ବି ଟିକେ ସଫା କରିଦେଇକି ସେଠି ଟିକେ ପାଣି ଦେବା ନାଗି। ତାଙ୍କ କଥା ମାନିକି ମୁଁ ନାଗିଗନି ଘର ବାଡ଼ି ପଛପଟଟା ସଫା କରିତେ। ଏଠି ଗୋଟେ ନିମ ଗଛ ଅଛି ବୋଲି ଏଠି ନିମ ପତ୍ର ପୁରା ଭର୍ତ୍ତି ହେଇକି ଥିଲା। ଗୋଟେ କୁଞ୍ଚି ପହଁରା ଆଣିକି ମୁଁ ପତ୍ର ଗୁଡାକୁ ସବୁ ଖରକିବାରେ ନାଗିଗନି। ଖରକି ସାରିବା ପରେ ଆମର ଗୋଟେ ପୁରୁଣା ପାଇପ୍ ଥିଲା, ସେ ପାଇପ୍ ଟାକୁ ଖୋଲିକି ବାଡ଼ି ପଛପଟ ଦେଇକି ଫୁଲ ଗଛ ପର୍ଯ୍ୟନ୍ତ ମେଲେଇ ଦେନି। ଯେତେବେଳେ ଆମର ଲାଇନ ପାଣି ଆସିବ ସେତେବେଳେ ମୁଁ ଆସିକି ପୁଣି ଫୁଲ ବାଡ଼ିର ପାଣି ଦେମି। ତାପରେ ମୁଁ ଯାଇକି ଆମ ଘରର ଯେତିକି ସବୁ ଗାଡ଼ି ଗୁଡ଼ା ଅଛି ସେ ଗାଡ଼ି ଗୁଡ଼ାକୁ ସବୁ ଖୋଲିବାରେ ନାଗିଗନି। ଆମ ଘର ଟୋଟାଲ 3ଟା ଗାଡ଼ି ଅଛି, ଗୋଟେ ମୋର, ଗୋଟେ ମୋ ବୁଢ଼ା ବାଙ୍କର ଆଉ ଗୋଟେ ମୋ ବାପାଙ୍କର। ଗାଡ଼ି 3ଟା ଖୋଲି ଦେଇ ସାରିବା ପରେ ମୁଁ ଆମ ଫୁଲ ବାଡ଼ିକି ସଫା କରିବାରେ ନାଗିଗନି। ସେଠୁ ଯାହା ସବୁ ଅଳିଆ ଆବର୍ଜନା ବାହାରିଥିଲା ତାକୁ ନେଇକି ଘର ବାହାରେ ଫିଙ୍ଗିଦେନି। ତାପରେ ମୁଁ ପଳେଇନି ବ୍ରଶ କରିବା ନାଗି। ମୁଁ ଯେତେବେଳେ ଯାଇକି ବ୍ରଶ କରୁଥିଲି ସେତେବେଳେ ଦେଖିନି ଯେ ଲାଇନ ପାଣି ଆସିଗଲାଣି। ତୁରନ୍ତ ଯାଇକି ମୁଁ ଫୁଲ ଗଛରେ ପାଣି ଦେଇଦେନି। ଗଛର ପାଣି ଦେଇ ସାରିବା ପରେ ମୁଁ ବାହାରି ବୁରାକି ପଳେଇନି ନୀଳଗିରି ମୋ କାମକୁ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଗୁଡ଼ା ସବୁ ଭଲ ଲାଗୁଥିବ ତାହେଲେ ମୋ ଚ୍ୟାନେଲଟାକୁ ନିହାତି ସବସ୍କ୍ରାଇବ କରିବେ ଆଉ ମୋ ଭିଡ଼ିଓଟାକୁ ଲାଇକ୍ ମଧ୍ୟ କରିବେ। ରହିନି, ଦେଖା ହବ ଆଉ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।